ସମସ୍ତଙ୍କୁ ନମସ୍କାର। ଆମର ପରିବେଶ ପାଠ ଆମ ବିଚିତ୍ର ବିଶ୍ୱର ଆମ ବିଦ୍ୟାଳୟ ଏକ ଆନନ୍ଦମୟ ସ୍ଥାନ ପ୍ରସଙ୍ଗକୁ ସମସ୍ତଙ୍କୁ ସ୍ୱାଗତ। ତ ଆଜିର ଆମର ଆଲୋଚନାର ବିଷୟବସ୍ତୁ ରହିଛି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଗୃହ ଏବଂ ଚତୁଃପାର୍ଶ୍ୱର ଯତ୍ନ। ତ ଦେଖ ମୋ ପାଇଁ କଣ କଣ ସବୁ ଶିକ୍ଷଣ ବିନ୍ଦୁ ରହିଛି। ଉତ୍ତମ ସ୍ୱାସ୍ଥ୍ୟର ଆବଶ୍ୟକତା କହିବ, ଠିକ ଅଛି। ଆଉ କଣ ରହିଛି ନା ନିଜ ଗୃହ ଓ ପରିବେଶର କିପରି ଯତ୍ନ ନେବ ତାହା ମଧ୍ୟ ତୁମେ ମାନେ କହିବ। ତ ଦେଖିଲ ଏ ଯୋଉ ଦିଟା ଚିତ୍ର ତମ ପାଇଁ ଅଛି, ସେ ଦିଟା ମଧ୍ୟରୁ ତୁମକୁ କେଉଁ ଚିତ୍ରଟି ଭଲ ଲାଗୁଛି, ପ୍ରଥମଟି ନା ଦ୍ଵିତୀୟଟି? କୁହ। ଦ୍ଵିତୀୟଟି। କାହିଁକି ଭଲ ଲାଗୁଛି? ନା ଚାରିଆଡେ ପରିଷ୍କାର ଅଛି। ପ୍ରଥମଟିରେ କଣ ହେଇଛି ନା ଚାରିଆଡେ ବିଭିନ୍ନ ଜିନିଷ ସବୁ ଖେଳେଇ ମେଳେଇ ହେଇ ପଡିଛି, ଯାହା ଦ୍ଵାରା କଣ ହଉଛି ନା ଜିନିଷଟି ଆମର ଅସନା ଦେଖାଯାଉଛି, ଜାଗାଟି ଦେଖାଯାଉନି। ତେଣୁକରି ପ୍ରଥମ ଦ୍ଵିତୀୟ ଚିତ୍ରଟି ଆମକୁ ଭଲ ଲାଗୁଛି, ନାଇଁ? ତ ଆମେ ଘର ସଫା କାହିଁକି ରଖିବା? ନା ସଫା ଘରେ ଆମକୁ ଭଲ ନିଦ ହୁଏ ଓ ମନ ଖୁସି ରୁହେ। କାରଣ ଆମ ପରିବେଶ ସଫା ରହିଲେ ଆମ ମନ ମଧ୍ୟ ଭଲ ରହିବ। ତେଣୁକରି ଭଲ ନିଦ ହେବ, ମନ ମଧ୍ୟ ଖୁସି ରହିବ। ଅପରିଷ୍କାର ସ୍ଥାନରେ ଖରାପ ଜୀବାଣୁ ବଢନ୍ତି, ଯାହା ଦ୍ୱାରା ଆମକୁ ଜ୍ୱର, କାଶ ଓ ପେଟ ବ୍ୟଥା ଭଳି ରୋଗ କରାଇଥାଏ। ତ ଯୋଉ ଜୀବାଣୁ ମାନେ ଆମର ଅପରିଷ୍କାର ସ୍ଥାନରେ ରହିବେ, ସେମାନେ ଆମର ବିଭିନ୍ନ ପ୍ରକାର ରୋଗର କାରଣ ହୋଇଥାନ୍ତି। ତେଣୁ ନିଜକୁ ଏବଂ ପରିବାରକୁ ସୁସ୍ଥ ରଖିବା ପାଇଁ ଘର ସଫା ରଖିବା ନିହାତି ଦରକାର। କାରଣ ଘର ସଫା ରହିଲେ ହିଁ ଆମେ ନିଜକୁ ନିଜେ ସୁରକ୍ଷିତ ରଖିପାରିବ, ତା ସହିତ ଆମ ପରିବାରରେ ଯୋଉମାନେ ଅଛନ୍ତି ସେମାନେ ବି ସୁରକ୍ଷିତ ରହିବେ। ତାହେଲେ ଘର ଭିତରର ଯତ୍ନ ଆମେ ନବା କିପରି? ତୁମେ ମାନେ ଛୋଟ ପିଲା ହେଲେ ମଧ୍ୟ ମା ବାପାଙ୍କୁ ଘର ସଫା କରିବାରେ ସାହାଯ୍ୟ କରିପାରିବା ନା ନାଇଁ? ତେଣୁକରି ମା ବାପା ମାନଙ୍କୁ ଆମେ ଘର ସଫା କରିବାରେ ସାହାଯ୍ୟ କରିବ। ତା ସହିତ ଖେଳ ସରିବା ପରେ ନିଜ ଖେଳନାକୁ ସଠିକ ଜାଗାରେ ରଖିବ। ଯେମିତି ପ୍ରଥମ ଚିତ୍ର ଦେଖିଥିଲ, ଏଣେ ତେଣେ ଖେଳେଇ ସବୁ ପଡିଥିଲା, ସେପରି ଖେଳେଇ ପକେଇ ରଖିବ ନାହିଁ। ତାକୁ ଠିକ ଜାଗାରେ ସାଇତିକି ରଖିବ। ଯୋଉଠୁ ବାହାର କରିଥିଲ ସେଇ ଜାଗାରେ ନେଇକି ତାକୁ କଣ ସାଇତିକି ରଖିବ। ତା ସହିତ ନିଜ ପଢା ବହି ଓ ଖାତାକୁ ସାଇତିକି ରଖିବା ଓ କାନ୍ଥରେ ଗାରେଇବ ନାହିଁ। ନିଜ ଯୋଉ ବହି ଖାତା ମଧ୍ୟ ତାକୁ ବି ଏପଟ ସେପଟ କରି ରଖିବନି, ତାକୁ ବି ସବୁ ସାଇତିକି ରଖିବ ଗୋଟେ ଜାଗାରେ, ଯେମିତି ଥାକ କରି ସାଇତିକି ରଖିବ। ତା ସହିତ କାନ୍ଥରେ କେବେ ଗାରେଇବନି, କାରଣ କାନ୍ଥରେ ଗାରେଇଲେ କଣ ହବ, କାନ୍ଥ ଅସନା ଦେଖାଯିବ, ଅପରିଷ୍କାର ଦେଖାଯିବ। ତେଣୁ କାନ୍ଥକୁ କେବେ ଗାରେଇବ ନାହିଁ। ତା ସହିତ ଆଉ କଣ ନା ସୂର୍ଯ୍ୟ କିରଣ ଆଉ ପବନର ମଧ୍ୟ ଆବଶ୍ୟକତା ଘରେ। କଣ କରିବ ଦେଖ ନା ସକାଳେ ଉଠିବା ପରେ ଘରର ଝରକା ଓ କବାଟ ଖୋଲିଦେବା ଉଚିତ। କାରଣ ଖୋଲିଲେ କଣ ହବ ନା ସୂର୍ଯ୍ୟ କିରଣ ଘର ଭିତରେ ପଡିଲେ ଅନେକ ରୋଗ ଜୀବାଣୁ ନଷ୍ଟ ହୋଇଯିବ। ତା ସହିତ ଆଉ କଣ ହବ ନା ସକାଳର କଅଁଳ ସୂର୍ଯ୍ୟ କିରଣ ପଡିଲେ ଆମର ଭିଟାମିନ ଡି ମଧ୍ୟ ମିଳିବ। ତେଣୁ ଘରର ଏକରେ କଣ ହବ, ବିଭିନ୍ନ ଯୋଉ ରୋଗ ଜୀବାଣୁ ଘର ଅଛନ୍ତି ସେଗୁଡିକ ସବୁ ନଷ୍ଟ ହେଇଯିବେ। ଦୁଇରେ ଆମକୁ କଅଁଳ ସୂର୍ଯ୍ୟ କିରଣରୁ ଭିଟାମିନ ଡି ମଧ୍ୟ ମିଳିବ, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ। ତା ସହିତ ତାଜା ପବନ ଯେତେବେଳେ ଘରକୁ ଆସିବ, ଘରୁ ଗୁମସୁମ ଗନ୍ଧ ପଳାଏ ଏବଂ ଆମକୁ ଶ୍ୱାସକ୍ରିୟାରେ ସୁବିଧା ହୁଏ। ଘରେ ଯୋଉ ବିଭିନ୍ନ ପ୍ରକାର ଯୋଉ ଗନ୍ଧ ଥିବ ସେ ଗନ୍ଧ ସବୁ ଦୂର ହେଇଯିବ। ତା ସହିତ ଆମକୁ ଶ୍ୱାସକ୍ରିୟା ନବାରେ ମଧ୍ୟ କିଛି ଅସୁବିଧା ହେବ ନାହିଁ, କାରଣ ତାଜା ପବନ ଆମକୁ ମିଳିଲା। ତା ସହିତ ଆମେ କଣ ନା ପିଇବା ପାଣିର ମଧ୍ୟ ଯତ୍ନ ନେବା। କଣ କଣ କରିବା ନା ପିଇବା ପାଣିକୁ ସବୁବେଳେ ଏକ ସଫା ପାତ୍ରରେ କିମ୍ବା ମାଠିଆରେ ଘୋଡାଇ କରି ରଖିବା ଉଚିତ ହେଲା। ସବୁବେଳେ ସଫା ପାତ୍ରରେ ରଖିବ, ଅପରିଷ୍କାର ପାତ୍ରରେ କେବେ ପିଇବା ପାଣିକୁ ରଖିବ ନାହିଁ, ଠିକ ଅଛି। ତ ଖୋଲା ରଖିଲେ ସେଥିରେ ଧୂଳି ଓ ମାଛି ପଡି ପାଣି ଦୂଷିତ ହୋଇଥାଏ। ତେଣୁ ଯଦି ମାଠିଆକୁ ଆମେ କଣ କରିବା, ଖୋଲା ରଖିଦବା, ସେଥିରେ କଣ ହବ, ପାଣି ଧୂଳି ମାଛି ଆଦି ପଡିଯିବେ, ସେସବୁ ଆମର କଣ ହବ ନା ପାଣିଟି ଆମର ଦୂଷିତ ହେଇଯିବ, ତାକୁ ପିଇଲେ ଆମକୁ ବିଭିନ୍ନ ରୋଗ ହେବ। ତେଣୁ
ପାଣି କାଢିବା ବେଳେ ସଫା ଗ୍ଲାସ ଓ ଡଙ୍କିର ବ୍ୟବହାର କରିବ। ସଫା ଗ୍ଲାସ ରେ ପାଣି ପିଇବ, ତା ସହିତ ଗୋଟେ ଡଙ୍କି ରଖିବ। ପାଣିରେ ହାତ ବୁଡେଇକି ପାଣି କାଢିବ ନାହିଁ, ଗୋଟେ ଡଙ୍କି ରଖିବ। ସେ ଡଙ୍କିରେ ସାହାଯ୍ୟରେ କଣ କରିବ ନା ପାଣିକୁ କାଢିବ। ବୁଝିଗଲା? ଠିକ ଅଛି। ତାହେଲେ ଦେଖ, କିନ୍ତୁ ବର୍ତ୍ତମାନ ସବୁ ଆମର ଆସିଲାଣି କଣ ନା ମାଠିଆରେ ଟ୍ୟାପ ସିଷ୍ଟମ ଆସିଗଲାଣି। ତ ଆମେ ଡାଇରେକ୍ଟ ଟ୍ୟାପ ଲଗେଇବି, ଆମେ କଣ ତାକୁ ଆମେ ବ୍ୟବହାର କରିପାରିବା ସେ ପାଣିକୁ। ଠିକ ଅଛି। ତା ସହିତ ଆଉ କଣ ହବ ଦେଖ, ନା ଡଷ୍ଟବିନ ର ବ୍ୟବହାର କରିବା। ପ୍ରତି ଘରେ ଆମେ କଣ କରିବା, ଡଷ୍ଟବିନ ର ବ୍ୟବହାର କରିବା। ଡଷ୍ଟବିନ କଣ ନା ଯେଉଁଥିରେ ଆମେ ଅଳିଆ ଆବର୍ଜନା ସବୁ ପକାଇବା। ତାହେଲେ କଣ ଦେଖ, ଚକୋଲେଟ ଖୋଳ, ପରିବା ଚୋପା, ଚିରା କାଗଜ କେବେ ବି ଘର ଭିତରେ ଓ ବାହାରେ ଏଣେ ତେଣେ ଫିଙ୍ଗିବା ନାହିଁ। ତାକୁ ସବୁବେଳେ ଆମେ କଣ କରିବା, ଡଷ୍ଟବିନ ରେ ପକାଇବା। କାରଣ ଏଣେ ତେଣେ ଫିଙ୍ଗିଲେ ଆମ ପରିବେଶ ଅପରିଷ୍କାର ହବ। ସେଗୁଡିକ ଆମେ ସବୁବେଳେ ଆବର୍ଜନା କୁଣ୍ଡ ବା ଡଷ୍ଟବିନ ରେ ପକାଇବା। ଆଉ ଡଷ୍ଟବିନ କୁ ସବୁବେଳେ ଘୋଡାଇ ରଖିବା। ଡଷ୍ଟବିନ କୁ ସବୁବେଳେ କଣ କରିବ, ଘୋଡେଇକି ରଖିବ। ଆଉ ଓଦା ଅଳିଆ ପାଇଁ ସବୁଜ କୁଣ୍ଡ, ଶୁଖିଲା ଅଳିଆ ପାଇଁ ନୀଳ କୁଣ୍ଡ ବ୍ୟବହାର କରିବ। ଦିଟା ଯାକ ପାଇଁ ଅଲଗା ଅଲଗା କୁଣ୍ଡ ଆମର ବ୍ୟବହାର କରିବ। ଠିକ ଅଛି। ତାହେଲେ ଘର ଚାରି ପାଖର ସଫେଇ ଦେଖ କଣ ହବ। ଆମ ଘର ଆଖପାଖରେ ଥିବା ଖାଲ, ପୁରୁଣା ଟାୟାର କିମ୍ବା ଭଙ୍ଗା କୁଣ୍ଡରେ ଯେପରି ବର୍ଷା ପାଣି ଜମି ନ ରହେ, ସେଥିପ୍ରତି ଆମେ ଧ୍ୟାନ ଦେବା। କାରଣ ସେସବୁ ଯଦି ପାଣି ଜମି ରହିବ କଣ ହବ ନା ଚାରିଆଡେ ମଶା ମାନେ ଅଣ୍ଡା ଦେବେ, ଆଉ ଡେଙ୍ଗୁ ମ୍ୟାଲେରିଆ ପରି ଭୟଙ୍କର ରୋଗ ହେବ। ତେଣୁ ସେସବୁ ରୋଗରୁ ରକ୍ଷା ପାଇବାକୁ ହେଲେ ଆମକୁ କଣ କରିବାକୁ ପଡିବ ନା ସେସବୁରେ ଯେପରି ବର୍ଷା ପାଣି ଜମି ନ ରହିବ, ସେଥିପ୍ରତି ଆମକୁ ଧ୍ୟାନ ଦେବାକୁ ପଡିବ। ତେଣୁ ଘର ବାହାରେ ନାଳି ଓ ଖାଲୁଆ ଜାଗାକୁ ଆମେ ସବୁବେଳେ କଣ କରିବା, ସଫା ରଖିବା। କେବେ ବି ସେସବୁ ଜାଗାରେ ଆମେ ପାଣି ଜମିବାକୁ ଦେବା ନାହିଁ। ଆଉ କଣ କରିବା ନା ବୃକ୍ଷରୋପଣ କରିବା। ଘର ଚାରି ପାଖେ ଗଛ ଲଗାଇଲେ ପରିବେଶ ସୁନ୍ଦର ଦିଶେ ଏବଂ ଆମକୁ ସ୍ୱଚ୍ଛ ଅମ୍ଳଜାନ ମିଳେ। କାରଣ ଗଛ ଆମକୁ ଅମ୍ଳଜାନ ଦେଇଥାଏ। ତେଣୁ ଗଛ ଲଗାଇଲେ ପରିବେଶ ଏକରେ ସୁନ୍ଦର ରହିବ, ଦୁଇରେ ଆମକୁ ଅମ୍ଳଜାନ ମଧ୍ୟ ମିଳିବ। ତା ସହିତ ଆମ ଅଗଣାରେ ତୁଳସୀ, ନିମ ଭଳି ଔଷଧୀୟ ଗଛ ଲଗାଇ ପାରିବା, ଯାହା ବାୟୁକୁ ସଫା ରଖିବ। ଆଉ କଣ ହବ ନା ପ୍ରତିବର୍ଷ ବନ ମହୋତ୍ସବରେ ଆମେ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇ ତାର ଯତ୍ନ ମଧ୍ୟ ନେବା। ହେଲା, ଆମର ଯୋଉ ବନ ମହୋତ୍ସବ ଜୁଲାଇ ମାସ ପ୍ରଥମ ସପ୍ତାହରେ ପାଳନ କରାଯାଏ, ସେଠି ଆମେ କଣ କରିବା, ବନ ମହୋତ୍ସବ ପାଳନ କରିବା, ଯୋଉଠି ଆମେ ଗୋଟେ ଗଛ ଲଗେଇବା। ଗଛ ଲଗେଇବା ସହିତ ତାର ଯତ୍ନ ମଧ୍ୟ ନେବା। ଖାଲି ଲଗେଇଲେ ହବନି, ତାର ଯତ୍ନ ମଧ୍ୟ ଆମେ ନେବା। ଠିକ ଅଛି। କେବଳ ଘର ସଫା ରଖିଲେ ହେବ ନାହିଁ, ଆମକୁ ନିଜକୁ ମଧ୍ୟ ସଫା ରଖିବାକୁ ପଡିବ। ସେଥିପାଇଁ କଣ କରିବା ନା ବାହାରୁ ଖେଳି ସାରି ଘରକୁ ଆସିଲେ ଖାଇବା ପୂର୍ବରୁ ସାବୁନରେ ଭଲ ଭାବରେ ହାତ ଧୋଇବା ନିହାତି ଦରକାର। କାରଣ ଆମେ ଯଦି ବାହାରୁ ଯେତେବେଳେ ଆମେ ଆସୁଛେ, ଆମ ହାତରେ ବିଭିନ୍ନ ଜୀବାଣୁ, ଧୂଳି ଆଦି ଲାଗି ରହିଥାଏ। ତେଣୁ ସେ ସବୁରୁ ଦୂରେଇ ରହିବା ପାଇଁ ଆମେ କଣ କରିବା, ଯେତେବେଳେ ଆମେ ବାହାରୁ ଆସୁଛେ ଆମ ହାତକୁ ଆମେ ଭଲ ଭାବରେ ପରିଷ୍କାର କରିବା। ଆଉ ପରିବେଶ ସଫା ଥିଲେ, ନିଜେ ସଫା ରହିଲେ ଆମେ କେବେ ବି ବେମାର ପଡିବା ନାହିଁ। କେବଳ ଆମ ପରିବେଶ ସଫା ରଖିଲେ ହବନି, ନିଜକୁ ବି ସଫା ରଖିବାକୁ ପଡିବ। ଯଦି ଉଭୟ ପରିବେଶ ଆଉ ଆମେ ନିଜେ ସଫା ରହିଲେ, ତାହେଲେ ଆମେ କେବେ ବି ରୋଗରେ ପଡିବା ନାହିଁ, ଆମେ ସୁରକ୍ଷିତ ରହିବା। ଠିକ ଅଛି। ତେବେ ଆସ ଆମେ କେତୋଟି ପ୍ରଶ୍ନର ଆମେ ଉତ୍ତର କରିବା। ଘର ଭିତରର ରୋଗ ଜୀବାଣୁ ନଷ୍ଟ କରିବା ପାଇଁ କାହାର କିରଣ ଆବଶ୍ୟକ ଅଛି? ହଁ କୁହ। ସୂର୍ଯ୍ୟ କିରଣ, ନାଇଁ ବା ସୂର୍ଯ୍ୟାଲୋକ। ପରିବା ଚୋପା ଓ ଚିରା କାଗଜ କେଉଁଥିରେ ଆମେ ପକାଇବା? ଡଷ୍ଟବିନ ରେ ପକାଇବା ବା ଆବର୍ଜନା କୁଣ୍ଡ, ଯେଉଁଥିରେ ଆମର ସମସ୍ତ ଅଳିଆ ଆବର୍ଜନା ଆମେ ପକାଇବା। କାରଣ ଏଣେ ତେଣେ ପକେଇଲେ ପରିବେଶ ଦୂଷିତ ହବ। ତ ଘରକୁ ତାଜା ପବନ ଆସିଲେ କେଉଁ ପ୍ରକ୍ରିୟାରେ ସୁବିଧା ହୁଏ? ଶ୍ୱାସକ୍ରିୟା ପ୍ରକ୍ରିୟାରେ, ନାହିଁ। କାରଣ ତାଜା ବାୟୁ ଆସିଲେ ଆମକୁ ନିଶ୍ୱାସ ପ୍ରଶ୍ୱାସ ନବାରେ କିଛି ଅସୁବିଧା ହୋଇନଥାଏ। ତ ଏବେ ଆସ ଆମେ କେତୋଟି ଶୂନ୍ୟ ସ୍ଥାନ ପୂରଣ କରିବା। କରିବା ତ? ତ ଦେଖ ପ୍ରଥମ ପ୍ରଶ୍ନଟି କଣ ଅଛି ତୁମ ପାଇଁ। ପିଇବା ପାଣି ପାତ୍ରରୁ ପାଣି କାଢିବା ପାଇଁ ସଫା ଗ୍ଲାସ ଏବଂ ଡ୍ୟାସ୍ ବ୍ୟବହାର କରିବା। କଣ ବ୍ୟବହାର କରିବା? ଡଙ୍କି ବ୍ୟବହାର କରିବା, ନାଇଁ। ଅପରିଷ୍କାର ସ୍ଥାନରେ ଡ୍ୟାସ୍ ବଢନ୍ତି, ଯାହା ଆମକୁ ରୋଗ କରାଇଥାଏ। ଜୀବାଣୁ ମାନେ ବଢନ୍ତି, ନାଇଁ। ଭେରି ଗୁଡ।
ପିଇବା ପାଣିକୁ ସବୁବେଳେ ଡ୍ୟାସ୍ ରଖିବା ଉଚିତ। ହଁ କୁହ। ନଚେତ୍ ସେଥିରେ ଧୂଳି ଓ ମାଛି ପଡନ୍ତି। ଘୋଡାଇକି ରଖିବ ସବୁବେଳେ। ନ ଘୋଡାଇଲେ ସେଥିରେ ଧୂଳି ଓ ମାଛି ଆଦି ପଡିଯିବେ ନାଇଁ। ତ ଦେଖ ସ୍ତମ୍ଭ ମିଳନ କରିବା। ଝରକା ଓ କବାଟ ଖୋଲିବା କଣ ହବ? ଘରୁ ଗୁମସୁମ ଗନ୍ଧ ସବୁ ପଳେଇବ। ପାତ୍ର ଘୋଡାଇ ରଖିବା, ପାଣି ଦୂଷିତ ହୁଏ ନାହିଁ। ସଫା ଘରେ ରହିବା, ମନ ଖୁସି ରହିବ। ସୂର୍ଯ୍ୟ କିରଣ, ରୋଗ ଜୀବାଣୁ ନଷ୍ଟ ହୋଇଯିବ। ତେବେ ଆସ ଆଉ କେତୋଟି ପ୍ରଶ୍ନ ଉତ୍ତର କରିବା। ସକାଳେ ଉଠିବା ପରେ ଘରର ଝରକା କବାଟ କାହିଁକି ଖୋଲିଦେବା ଉଚିତ? କୁହ। କାରଣ ସୂର୍ଯ୍ୟ କିରଣ ଓ ତାଜା ପବନ ଘରକୁ ଆସିବା ପାଇଁ ସକାଳେ ଝରକା କବାଟ ଖୋଲିଦେବା ଉଚିତ। କାରଣ ଏ ଦିଟା ଆମ ପାଇଁ ବହୁତ ଉପଯୋଗୀ। ପିଇବା ପାଣିକୁ ଖୋଲା ରଖିଲେ କଣ ଅସୁବିଧା ହୁଏ? ଏଥିରେ ବିଭିନ୍ନ ଧୂଳି ଓ ମାଛି ଆଦି ପଡି ତାକୁ ଦୂଷିତ କରିଦେଇଥାନ୍ତି ନାଇଁ। ଅପରିଷ୍କାର ସ୍ଥାନରେ ରହିଲେ କେଉଁ କେଉଁ ରୋଗ ହବାର ଆଶଙ୍କା ଥାଏ? ଜ୍ୱର, କାଶ ଓ ପେଟ ବ୍ୟଥା ପରି ରୋଗ ହେବାର ଆଶଙ୍କା ଥାଏ ନାଇଁ। ତେବେ ଏହା ହିଁ ଥିଲା ଆଜିର ଆମର ଆଲୋଚନାର ବିଷୟବସ୍ତୁ। ତ ଆଜିର ଆମ ଆଲୋଚନାକୁ ଏଇଠି ରଖିବା। ପୁଣି ଆଗାମୀ ମଧ୍ୟ ଦେଖା ହବ। ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।